ओम सप्रेम जय जीव। सन्देह बा अविश्वास आसिबा उचित ना अनुचित। आम मन भितरे सन्देह अविश्वास आसिबा उचित ना अनुचित, एटा आपण माने डिसाइड करंतु। कारण जदि सन्देह न आसिबो, अविश्वास न आसिबो, ताहले प्रकृत सत्य कौन जानी परिबा नाही। जेभଳି भावरे सबु चकचक करुथिबा बा हलदिया देखा जाउथिबा धातु जे सुना, यह कौनसी ग्यारंटी नहीं। सुना तो चकचक करे बा तार उज्ज्वलता अच्छी एवं से हलदी वर्णर, एटा सत सुना अच्छे। किंतु सबू जे हलदिया वर्ण एवं औज्ज्वलता जार अच्छी सी जे सुना, एटा तो 100% ग्यारंटी दे होनी। कारण नकली सुना थांती, तेणु सेठी सन्देह करिबा बा सेठी अविश्वास आसिबा उचित। कारण यदि अविश्वास न आसिबो, आमे आखि बुझिकी सब किछि को विश्वास करि नवा, जा फलर कि प्रकृत सत्यर परिप्रकाश हेबो नहीं, सत्य उद्भासित हेबो नहीं, सत्य माने लोचन को आसिबो नहीं, आखिया को आसिबो नहीं, सत्य को जानी परिबो नहीं। तेणु मो शरीर सुस्थ अच्छी कि असुस्थ अच्छी आमे जानिबा केमती, मु जानिबि केमती बा आपण जानिबे केमती। यदि शरीर रे किछि जंत्रणा नहीं, ताहले मो शरीर सुस्थ अच्छी। यदि जंत्रणा अच्छी तो ताहले आमे जानिबा शरीर असुस्थ अच्छी। जोभଳି भावरे यदि गोड़े कंटा बोही जाए, तो निश्चित रूप से दरज हुए, बिंधा छिटिका हुए, ता अर्थ आम शरीर बा अंगेरे कौन प्रकार विकार अच्छी। तेणु तापे आमे चेष्टा करूँ, प्रयास करूँ, से समस्या समाधान खोजू बा कंटाटी को आमे काढ़ू। यदि शरीर रे कौन समस्या नहीं, ता अर्थ आमे सुस्थ अछंती। सेही भली भावरे यदि आम जीवन रे अशांति अच्छी, दुख अच्छी, ताहले आमे ठीक रास्ता रे जाऊ ना हूँ, ठीक कर्म करू ना हूँ। कारण ये जो संसार सृष्टि होइछि, इति दुख भोग्य कि आसी नांती आज्ञा, सुख भोग्य पे आछंती। कारण शास्त्र कहंती देवता माने भी मनीष र शरीर नवा पे लालायित थांती। कहीं थांती किछि तो निश्चित गोटे महत्व उद्देश्य थियो, किछि तो निहाती गोटे लोभनीय बा आकर्षणीय घटना घटुथिव मनुष्य शरीर रे। तेणु संसारटा नरक नुहे, स्वर्ग। तेणु यदि हमको नरक भले लगुच संसार, ताहले निश्चित रूप से आमे भूल रास्ता रे जाउछे। जेभଳି भावरे आम शरीर अधिक कष्ट अच्छी, कौन अंग कौन कष्ट लगुच, अंग किसी विकार अच्छी, किसी प्रोब्लेम अच्छी। तेणु से भाव में जदि आम जीवन आमको दुर्विषह लगुच, विषमय लगुच, आम जीवन शांति नहीं,
ଆନନ୍ଦ ନାହିଁ, ତାହେଲେ ଏଥିରୁ ପ୍ରମାଣିତ ଯେ ଆମେ ଠିକ୍ ରାସ୍ତାରେ ଯାଉନେ, ଆମେ ଠିକ୍ ଜ୍ଞାନକୁ ଧାରଣ କରିନେ। ତ ଏଠି ସନ୍ଦେହଟା ଆସିବା ନିହାତି ଦରକାର। ପ୍ରକୃତରେ ଆମେ ଯେଉଁ ଗତି କରୁଛେ ତାର ଶେଷ ପରିଣତି ବା ତା ଶେଷ ସୀମା କୁଆଡ଼େ କେବେ ଆମେ ଚିନ୍ତା କରିଛେ କି? ଯିଏ ଚିନ୍ତା କରିଥିବ ସେ ନିଶ୍ଚିତ ରୂପରେ ତାର ଉତ୍ତର ପାଇବ। ଯିଏ ସନ୍ଦେହ କରିଛି, ଯିଏ ବିଶ୍ୱାସ କରିଛି, ସେ ସତ୍କୁ ପାଇଛି। ଯିଏ ବିଶ୍ୱାସ କରିଛି ସେ କେବେ ପାଇନି, ପାଇବନି, କାରଣ ସେ ପରୀକ୍ଷିବନି ନା। ସୁନାକୁ ପରୀକ୍ଷା ପାଇଁ କ'ଣ ଦରକାର? ଗୋଟେ ସୁନାରୀ ବା ବଣିଆ ସୁନାକୁ ପରୀକ୍ଷା କରିବା ପାଇଁ କି ଉପାୟ ସେ ଅବଲମ୍ବନ କରେ? ପ୍ରଥମେ ସେ ସୁନାକୁ ଘଷେ କଷଟି ପଥରରେ। ଯଦି ସନ୍ଦେହ ପୁଣି ଆସେ ତାକୁ ତେଜାବ ମାରେ। ଯଦି ତେଜାବରେ ବି ସନ୍ଦେହ ଆସେ ସେ ପୁଣି କ'ଣ କରେ ଆଜ୍ଞା? ଆପଣ ପିଟେ। ତେଣୁ ସୁନାକୁ ଅସଲି ସୁନା ବୋଲି ଜାଣିବାକୁ ହେଲେ 3ଟା ଉପାୟ ଅବଲମ୍ବନ କରାଯାଏ। କଷଟି ପଥରରେ ଘଷାଯାଏ, ତାକୁ ହାତୁଡ଼ିରେ ପିଟାଯାଏ। ପିଟିଲେ କ'ଣ ହେବ? ତାର ନମନୀୟତା ଦେଖନ୍ତି। ସୁନା ଅସଲି ସୁନା ନମନୀୟତା ଅଛି କି ନାହିଁ ଜାଣିବ, କୋମଳତା ଅଛି କି ନାହିଁ ଜାଣିବ। ଧାତୁ ଅତି ସୂକ୍ଷ୍ମ ହେଉଛି ସୁନା ଧାତୁ। ଏବଂ କଷଟି ପଥରରେ କଷେ କାହିଁକି? ନା ସେ ଗାରଟା କେତେ ଆସୁଛି, ହାଲକାସା ଆସୁଛି ନା ଡିପ୍ ଆସୁଛି, ଗାରଟା ଦେଖେ। ଆଉ ଶେଷରେ ତେଜାବ ପକାଏ। ତେଜାବ ସବୁ ଖାଇଦିଅ ସୁନାକୁ କେବେ ତେଜାବ ଖାଇପାରିବ ନାହିଁ, ବା ଅଗ୍ନିରେ ସିଏ ତାକୁ ଦହନ କରେ, ସେ ସୁନା କେବେ ପୋଡ଼ିବ ନାହିଁ। ସେଇଭଳି ଭାବରେ ଆମ ଜୀବନ ବି, ଆମେ ଅସଲି ଜୀବନରେ ଅଛେ କି ନାହିଁ, ଆମେ ଠିକ୍ ରାସ୍ତାରେ ଅଛେ କି ନାହିଁ, ତାହାକୁ ପରୀକ୍ଷା କରିବା ପାଇଁ ଆମେ ଜୀବନକୁ କଷିବା। କେମିତି କଷିବା? ମୋତେ କିଏ କ'ଣ ପଦେ କହିଦେଲା, ମୋତେ କଷ୍ଟ ଲାଗୁଛି କି? ମୋର କ'ଣ କିଛି ହଜିଗଲା, ମୋତେ କଷ୍ଟ ଲାଗୁଛି କି? ମୋଠୁ କିଏ ବିଚ୍ଛେଦ ହେଇଗଲା, ମୋତେ କଷ୍ଟ ଲାଗୁଛି କି? ମୋର ଆଶା ଅସୁମାରୀ କି ନା ସୀମିତ? ମୁଁ ବର୍ତ୍ତମାନ ପରିସ୍ଥିତିରେ ସନ୍ତୁଷ୍ଟ ଅଛି କି? ମୋର ଭବିଷ୍ୟତ ପ୍ଲାନିଂ କିଛି ନାହିଁ କି ଅଛି? ଏଇଭଳି ଭାବରେ ପରୀକ୍ଷା କରିବାକୁ ପଡ଼ିବ। ଯଦି ଆମେମାନେ ଭବିଷ୍ୟତକୁ ଆଶା ରଖି ବଞ୍ଚୁଛେ, କାହା ଉପରେ କିଛି ପ୍ରତ୍ୟାଶା କରିଛେ ଯେ ସେ ମୋତେ ଏଇଆ ଦେବେ ବା ମୁଁ କିଛି ପାଇବି, ଏଇ କାମ କଲା ପରେ ମୁଁ ଏଇ ଷ୍ଟେଜ୍ରେ ପହଞ୍ଚିବି, ତ ଏସବୁ ଜୀବନକୁ ପରୀକ୍ଷା କଲା ଭଳି ଗୋଟେ କଷଟି ପଥର। ଯଦି ଯେଭଳି ଭାବରେ ବଣିଆଟି ସୁନାର ଅସଲି ସୁନା ଜାଣିବା ପାଇଁ କି ନକଲି ସୁନା ଜାଣିବା ପାଇଁ ସେ କ'ଣ କରେ? ସୁନାକୁ କଷେ, ଘଷେ ପଥରରେ, ପିଟେ, ନିଆଁରେ ବା ତେଜାବରେ ପକାଏ। ଯଦି ସବୁଥିରେ ସେ ପାସ୍ କରିଗଲା ସୁନାଟି, ପ୍ରକୃତ ଯଦି ସୁନା ହେଇଥିବ ତାହେଲେ ସେ ତାକୁ ସୁନା ବୋଲି କୁହେ। ଯଦି ସେଥିରେ କିଛି ବ୍ୟତିକ୍ରମ ହୁଏ, ଯଦି ଗାର ଠିକ୍ ସେ ନ ଆସିଲା, ପିଟିଲେ ଭାଙ୍ଗି ଯାଉଛି ଏବଂ ତେଜାବ ତାକୁ ଖାଇଦେଲା, ତାହେଲେ ସୁନା ନୁହେଁ। ତେଣୁ ଆମ ଜୀବନ, ମଣିଷ ଜୀବନ ବି ସେଇ। ଯଦି ଆମେ ଅସଲି ହେଇଥିବା, ଆମେ ଦୁଃଖରେ କେବେ ଭାଙ୍ଗି ପଡ଼ିବା ନାହିଁ। ଅନ୍ୟମାନେ କିଏ ଟାହିଟା ପରା କଲେ ବା ଈର୍ଷା କଲେ ବା କୌଣସି ବିରୁଦ୍ଧରେ ଗପିଲେ ଆମକୁ ବାଧିବ ନାହିଁ। ଆମ ଠାରୁ କିଛି ବସ୍ତୁ ଦୂରେଇ ଗଲେ ଆମକୁ କଷ୍ଟ ହେବ ନାହିଁ। କି ଭବିଷ୍ୟତକୁ ଆମେ ଭବିଷ୍ୟତ ସୁଖମୟ କରିବା ପାଇଁ
ଭବିଷ୍ୟତ ସୁଖ ଆଶାରେ ଆମେ ବଞ୍ଚିବା ନାହିଁ। ଏଭଳି ଭାବରେ ବିଭିନ୍ନ ଜୀବନକୁ ପରୀକ୍ଷା କରିବା ପାଇଁ ଅସଲି ଜୀବନ ଆମେ ବଞ୍ଚୁଛେ କି ନାହିଁ ଜାଣିବା ପାଇଁ ବହୁତ ପଦ୍ଧତି ଅଛି। ତେଣୁ ଏ ଯେଉଁ ମାନବ ଜୀବନ ପାଇଛେ ଏଇଟା ଖାଲି ହା ହୁତାଶର ଜୀବନ ନୁହେଁ, ଅମୃତ ତତ୍ତ୍ୱ ଯେଉଁ ମୃତ ନୁହେଁ ଚୈତନ୍ୟ ତତ୍ତ୍ୱକୁ ଉପଲବ୍ଧି କରିବା ପାଇଁ, ତାକୁ ଜାଣିବା ପାଇଁ, ସେ ତତ୍ତ୍ୱ ହିଁ ମୁଁ, ଏଇଥିରେ ଉପନୀତ ହେବା ପାଇଁ ଏ ଜନ୍ମ। କାରଣ ଅନ୍ୟ ଯେଉଁ ଯୋନି ସବୁ ରହିଲେ ମଣିଷ ଛଡ଼ା ଆଉ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ଅଛନ୍ତି, ଅସଂଖ୍ୟ ଯୋନି ଅଛନ୍ତି, ସେ ଜନ୍ମରେ ବା ସେ ଯେଉଁ ପ୍ରକାରିଆ ଜୀବନ ଅଛି ସେଥିରେ ନିଜକୁ ଜାଣିବାର କୌଣସି ସମ୍ଭାବନା ନାହିଁ। ତେଣୁ କେବଳ ମାତ୍ର ଏଇ ମାନବ ଜୀବନରେ ହିଁ ତା ସମ୍ଭବ। ଯେଉଁ ଆମ ଭିତରେ ଯେଉଁଟା ଅଭିସନ୍ଧିତ୍ସୁ ଇଚ୍ଛା ବା କିଛି ଜାଣିବାର ଇଚ୍ଛାର ସମାପ୍ତି ଘଟିବ। ଯେଉଁ ଅତୃପ୍ତ ଚେତନା ଅଛି ଭିତରେ ସେ କେବେ ବି ସନ୍ତୁଷ୍ଟ ହେଉନାହିଁ। ଯେତେ ଭୋଗ କଲେ ବି, ଯେତେ ପଞ୍ଚ ଇନ୍ଦ୍ରିୟ ବିଷୟିକ ଦ୍ରବ୍ୟ ବା ବିଷୟକୁ ଉପଭୋଗ କଲେ ବି ସେ ସନ୍ତୁଷ୍ଟତା ପାଉନାହିଁ। କାନ ଯେତେ ସୁନ୍ଦର ସୁନ୍ଦର ମଧୁର ସଙ୍ଗୀତ ଶୁଣିଲେ ବି ଆହୁରି ଶୁଣିବାକୁ ତାର ଇଚ୍ଛା। ଆଖି ଯେତେ ସୁନ୍ଦର ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା। ପାଟି ଯେତେ ସ୍ୱାଦ ଚାଖିଲେ ବି ଆହୁରି ସ୍ୱାଦିଷ୍ଟ ଭୋଜନ ନେବାକୁ ଇଚ୍ଛା। ଶରୀର ବା ଚର୍ମ ଯେତେ କୋମଳ ଜିନିଷ ଗ୍ରହଣ କଲେ ବି, ଛୁଇଁଲେ ବି ଆହୁରି ଛୁଇଁବାକୁ ଇଚ୍ଛା। ଏଇସବୁ ଇନ୍ଦ୍ରିୟ ଜନିତ ଯେଉଁ ଅସରନ୍ତି କାମନା ବାସନା ଅଛି ସେ ତୃପ୍ତ ହେଉନାହାନ୍ତି। ବାସ୍ତବରେ ତୃପ୍ତ କିଏ ହେଉନାହାନ୍ତି? ଇନ୍ଦ୍ରିୟମାନେ ନା ଆମେ ସ୍ୱୟଂ? ଏଠି ସନ୍ଦେହ ହେବା ଦରକାର। କାରଣ ଇନ୍ଦ୍ରିୟମାନେ ହେଉଛନ୍ତି ଜଡ଼। କାରଣ ଏ ଶରୀରରୁ ଯେତେବେଳେ ଆତ୍ମା ବାହାରି ଯିବେ ବା ଆମେ ସ୍ୱୟଂ ପଳେଇବା ତ ଏ ଇନ୍ଦ୍ରିୟ ସେମିତି ଥିବ, ଆଖି କାନ ନାକ ଥିବ, ସେମାନଙ୍କର କୌଣସି ନିଜସ୍ୱ ଜ୍ଞାନ ନାହିଁ। ଗୋଟେ ମୃତ ବ୍ୟକ୍ତିର ଆଖି ଥିବ, କାନ ଥିବ, ନାକ ଥିବ, କିନ୍ତୁ ସିଏ ସେଇ ଆଖିରେ ନା ଦେଖୁଥିବ, ସେଇ କାନରେ ନା ଶୁଣୁଥିବ, ନା ସେ ଚର୍ମରେ ସିଏ ସ୍ପର୍ଶ କରୁଥିବ। ବାସ୍ତବରେ କିଏ ସ୍ପର୍ଶ କରୁଥିଲା? ସେଇ ଚେତନା, ସେ ଜାଣୁଥିଲା। ତାମାନେ ସେ ଅତୃପ୍ତ ଅଛି। କେମିତି ତୃପ୍ତ ହେବ? ଗୋଟେ ଉଦାହରଣ ଦେବା ବୁଝି ହେବ। ଗୋଟିଏ ସମ୍ରାଟ କହିଲେ ରାଜାଧିରାଜ ସମ୍ରାଟ, ଯାହା ଅକ୍ତିଆରରେ ଅନେକ ରାଜା ଥାଆନ୍ତି ବା ମହାରାଜ କହିପାରିବା। ଗୋଟେ ବିଶାଳ ଭୂଖଣ୍ଡର ରାଜାଧିରାଜ ବା କହିପାରିବା ସମଗ୍ର ପୃଥିବୀରେ ସେ ରାଜା। ତାକୁ ଯଦି ଗୋଟିଏ ରାଜ୍ୟର ରଜା କରିଦେବା, ସେ ସନ୍ତୁଷ୍ଟ ହେବ? ସନ୍ତୁଷ୍ଟ ହେବ ଆଜ୍ଞା? ହେବ ନାହିଁ। କାରଣ ସିଏ ଜାଣିଛି ସିଏ କ'ଣ, ସେ କେତେ ବିଶାଳ, ତାର ଶକ୍ତି ସାମର୍ଥ୍ୟ କେତେ, ସିଏ ସୀମିତ ଏବଂ ସ୍ୱଳ୍ପ ଯେଉଁ ପାୱାର ମିଳିଛି, ଶକ୍ତି ମିଳିଛି, ସେଥିରେ ସେ ସନ୍ତୁଷ୍ଟ ହେବ ନାହିଁ। ତେଣୁ ତାକୁ ସନ୍ତୁଷ୍ଟତା ଦେବାକୁ ହେଲେ ସେହି ସମଗ୍ର ବିଶ୍ୱକୁ ବା ସମଗ୍ର ପୃଥିବୀକୁ ତା ଅକ୍ତିଆରରେ ଦେବାକୁ ପଡ଼ିବ ବା ସେ ତାର ଶାସକ ହେଲେ ହିଁ ସନ୍ତୁଷ୍ଟ ହେବ। ତେଣୁ ଉଦାହରଣଟି କହିବାର ଉଦ୍ଦେଶ୍ୟ ଯିଏ ଯାହା ଯେ ତାକୁ ସେଇଭଳିଆ ଜିନିଷ କିଛି ନ ମିଳିବ ସେ ସନ୍ତୁଷ୍ଟ ହେବ ନାହିଁ। ତେଣୁ ଆମର ଯେଉଁ ସନ୍ତୁଷ୍ଟତା ଆସୁନି କାରଣ କ'ଣ? ଆମେ ଖୋଜୁଛନ୍ତି ଚିରନ୍ତନ ଆନନ୍ଦ, କିନ୍ତୁ ଇନ୍ଦ୍ରିୟ ଦେଉଛି ଆମକୁ ଭାଗ ଭାଗ ବା ଅଳ୍ପ ଅଳ୍ପ ସୁଖ, ଅଳ୍ପ ଅଳ୍ପ ଆନନ୍ଦ।
ଆମେ ଚାହୁଁଛନ୍ତି ସବୁବେଳେ ଆମକୁ ପ୍ରଶଂସା ମିଳୁ, କିନ୍ତୁ ପ୍ରଶଂସା ମିଳୁଛି ଅଳ୍ପ ଅଳ୍ପ, ତା ସହିତ ନିନ୍ଦା ମିଳୁଛି। ଆମେ ଚାହୁଁଛନ୍ତି ସମସ୍ତେ ଆମକୁ ଭଲ ପାଆନ୍ତୁ, ସବୁବେଳେ ମୋ ମନ ଖୁସିରେ ରହୁ, କିନ୍ତୁ ମିଳୁନି ନା। ତେଣୁ କିଛିଟା ଭୁଲ ଭଟକା ରହୁଛି। ଏଠି ସନ୍ଦେହ କରିବା କଥା, ପ୍ରକୃତରେ ଆମେ କ'ଣ, କିଏ ଚାହୁଁଛି? ବାସ୍ତବରେ ଏଇ ଯେଉଁ ଆତ୍ମା କହୁଛନ୍ତି ସେ ସମ୍ପୂର୍ଣ୍ଣ ତା ଭଳିଆ ଡିଟୋ ଅବିକଳ ଜିନିଷ ତତ୍ତ୍ୱ ଦୁନିଆରେ କିଛି ନାହିଁ। ଆତ୍ମା ବା ଚେତନା ସେ ଯେଉଁ ସ୍ୱୟଂ ସିଏ, ତାହାରି ଗୁଣଧର୍ମ ବିଶିଷ୍ଟ, ତାହାରି ସମକକ୍ଷ କୌଣସି ତତ୍ତ୍ୱ ନାହିଁ। ତେଣୁ ସେ ସନ୍ତୁଷ୍ଟ ନୁହେଁ। ଯେଭଳି ଭାବରେ ଆମେ ସାମାଜିକ ସମାଜରେ ଆମ ସାଙ୍ଗ କାହା ସହିତ ଆମର ଭଲ ବନ୍ଧୁତା ରୁହେ, ଯିଏ ଆମ ସମକକ୍ଷ। ସାଙ୍ଗ ଅର୍ଥ ବୟସ ସମାନ ହେଇଥିବ, ମନ ପ୍ରାଣ ହୃଦୟ ମିଶୁଥିବ, କଥାବାର୍ତ୍ତା ମିଶୁଥିବ, ସମସାମୟିକ ଆମଠୁ ଅଧିକା ନଥିବ, କମ୍ ନଥିବ, ସମାନ ସ୍କନ୍ଧ ମାନେ ଆମ କାନ୍ଧଟା ସମାନ ହେଉଥିବ, ମାନେ ସମବୟସ୍କ ହେଇଥିବ, ସବୁ ଦୃଷ୍ଟିରୁ ସମାନ ଥିବ। ସେଠି ଆମ ଯୋଡ଼ି ଜମେ, ଆମ ଭଲ ଲାଗେ, ନୁହେଁ କି? ଠିକ୍ ସେଇଭଳି ଭାବରେ ଆତ୍ମା ତୁଲ୍ୟ ଯଦି କୌଣସି ଜିନିଷ ଥାଏ ତାହେଲେ ତାକୁ ସେ ଭଲ ଲାଗିବ। କିନ୍ତୁ ବିଡ଼ମ୍ବନା ବିଷୟ ମିଳିବ ନାହିଁ। ଆତ୍ମା ହିଁ ସମ୍ପୂର୍ଣ୍ଣ ସେଇ ତତ୍ତ୍ୱ, ନିଜକୁ ନିଜେ। ତାହାରି ଆତ୍ମାର ଗୁଣ କ'ଣ ଆଜ୍ଞା? ଗୀତା କହନ୍ତି, ଆପଣ ଜାଣନ୍ତି, ଆତ୍ମାକୁ ଶସ୍ତ୍ର ଅସ୍ତ୍ରଶସ୍ତ୍ର କାଟିପାରେ ନାହିଁ, ଜଳ ଭିଜେଇ ପାରେ ନାହିଁ, ଅଗ୍ନି ତାକୁ ଦାହନ କରିପାରେ ନାହିଁ, ପୋଡ଼ିପାରେ ନାହିଁ, ଏବଂ ପାଣି ଭିଜେଇ ପାରେ ନାହିଁ, ପବନ ଉଡ଼େଇ ପାରେ ନାହିଁ। ତ ସେଇଭଳିଆ ତତ୍ତ୍ୱ ଯାହାର ସୃଷ୍ଟି ନାହିଁ କି କ'ଣ ନାହିଁ, ଯେ ସୃଷ୍ଟି ନାହିଁ ତ ବିନାଶ ନାହିଁ, ଯାହାର ଆଦି ନାହିଁ କି ଅନ୍ତ ନାହିଁ, ଯିଏ ଜନ୍ମ ନେଇନି କି ମରେନି, ତ ଯିଏ ସେଇ ତତ୍ତ୍ୱ, ତାକୁ ଆମେ କ'ଣ ଦେଉଛେ ଭେଟି ରୂପରେ? ସାମାନ୍ୟ ଇନ୍ଦ୍ରିୟ ସୁଖ, ନୁହେଁ କି? ଇନ୍ଦ୍ରିୟ ସୁଖ ଦେଉଛେ। ଯେଉଁ ସୁଖ ବା ଯେଉଁ ତତ୍ତ୍ୱ ସୃଷ୍ଟି ଆଉ ବିନାଶଶୀଳ, ଯେଉଁ ସୁଖ ସ୍ୱଳ୍ପସ୍ଥାୟୀ, ସୁଖ କହିଲେ ମାତ୍ର ସରିଯାଉଛି, ସେ ସୁଖ ଅନୁଭବ କଲା ମାନେ ସରିଲା। ତେଣୁ ସେ ସନ୍ତୁଷ୍ଟ ହେବନି। ତେଣୁ ଆତ୍ମାର ସଦୃଶ ସମତୁଲ୍ୟ ଯଦି କେହି ଥାଏ, ସେ ହେଉଛି ନିଜକୁ ନିଜେ। ତ ଏଠି ଯଦି ତାକୁ ନିଜକୁ ନିଜେ ସେ ଜାଣିବ, କାରଣ ସେ ସ୍ୱଚ୍ଛ ପବିତ୍ର, ସବୁ କ୍ରିୟାରୁ ରହିତ ସାକ୍ଷୀ, ତ ତାକୁ ଯଦି ସେଇ ନିଜକୁ ନିଜେ ସେ ଜାଣିବ ତାହେଲେ ସନ୍ତୁଷ୍ଟ ହେବ, ନହେଲେ ହେବ ନାହିଁ। ତାକୁ କୌଣସି ବାହ୍ୟ ଜିନିଷ ଦେଇକି ତାକୁ ସନ୍ତୁଷ୍ଟ କରି ହେବ ନାହିଁ, ତାକୁ ଭୁଲେଇ ହେବ ନାହିଁ। ତେଣୁ ଆତ୍ମଜ୍ଞାନ କେତେ ଯେ ଜରୁରୀ ଏଥିରୁ ଅନୁମେୟ ବା ଅନୁମାନ କରିହେବ। କାରଣ ସେଇଭଳି ଭାବରେ ଭଲ ପାଇବା, ଆମେ ନିଜକୁ ନିରନ୍ତର ଭଲ ପାଇପାରିବା, ଅନ୍ୟକୁ ଭଲ ପାଇପାରିବାନି ଆଜ୍ଞା। ହଁ, ଯେତେବେଳେ ଆପଣ ନିଜକୁ ଭଲ ପାଇବା ଶିଖିଯିବେ ତାହେଲେ ଅନ୍ୟକୁ ଭଲ ପାଇପାରିବେ। ଅନକଣ୍ଡିସନାଲି ଭଲ ପାଇବେ, ନିଃସର୍ତ୍ତ ଭାବରେ, ସର୍ତ୍ତ କିଛି ରହିବ ନାହିଁ। କିନ୍ତୁ ଭୁଲ ଭଟକା ହୁଏ, ଆମେ ନିଜକୁ ତ ଜାଣିନାହାନ୍ତି, ନିଜର ବାସ୍ତବିକ ରୂପ ସହିତ ନିଜର ଯେଉଁ ସ୍ଥିରତା ଅଛି, ନିଜର ଯେଉଁ ନିଶ୍ଚଳତା ରୂପ ଅଛି, ଯେଉଁ ସ୍ୱଚ୍ଛ ରୂପ ଅଛି, ଆମେ ଦେଖିନାହାନ୍ତି।
ସେ ଭିତରେ ଅନ୍ୟକୁ ଆମେ ଭଲ ପାଆନ୍ତି ବା ଅନ୍ୟ ସହିତ ଆମେ ସମ୍ବନ୍ଧ ସ୍ଥାପନ କରନ୍ତି। ତେଣୁ ସେ ସମ୍ବନ୍ଧ ଚିରସ୍ଥାୟୀ ହେବ ନାହିଁ, ସୁଖଦ ହେବନି ବା ମଧୁରତା ସେ ସମ୍ବନ୍ଧରେ ରହିବ ନାହିଁ। ଯାହାର ପ୍ରତିଫଳନ ସମାଜରେ ଦେଖୁଛନ୍ତି, ବୈବାହିକ ଜୀବନରେ ବା ସମାଜର ଯେତେ ପ୍ରକାର ବନ୍ଧନ ଅଛି ବା ସମ୍ପର୍କ ଅଛି, ସେସବୁ ସମ୍ପର୍କରେ ତାହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଭାଇ ଭାଇ ସମ୍ପର୍କ ଠିକ୍ ନାହିଁ, ମା ଝିଅ ସମ୍ପର୍କ ଠିକ୍ ନାହିଁ, ବାପ ଝିଅ ସମ୍ପର୍କ ଠିକ୍ ନାହିଁ, ସାଙ୍ଗ ସାଙ୍ଗ ସମ୍ପର୍କ ଠିକ୍ ନାହିଁ, ସ୍ୱାମୀ ସ୍ତ୍ରୀ ସମ୍ପର୍କ ଠିକ୍ ନାହିଁ। କାହିଁକି ନା କେହି ଆମେ ନିଜକୁ ବୁଝି ନାହାନ୍ତି। କାରଣ ବୈଜ୍ଞାନିକମାନେ କହନ୍ତି ମଣିଷ ଯେଉଁ ଭାବନା ଆସୁଛି, ମଣିଷ ମନରେ ଯେଉଁ ଭାବନା ଆସୁଛି, ସେ ବୋଧେ 60,000 ଭାବନା ଆସୁଛି 24 ଘଣ୍ଟା ଭିତରେ। ଯଦି 60,000 ଭାବନା ଆସେ, ତାହେଲେ ଭାବିଲେ ମିନିଟକୁ କେତେ ପଡ଼ିବ? 50ଟା ଭାବନା ପଡ଼ିବ। କାରଣ ସ୍ୱପ୍ନରେ ବି ଆମେ ଭାବୁଛେ, ନିଦ୍ରାକୁ ବାଦ ଦେବା, ଏଇଭଳି ହିସାବ କଲେ ଆପଣ ବୋଧେ 50-60ଟା ଭାବନା ଆସିବ। 50ଟା ଗୋଟେ ମିନିଟ୍ ଯଦି 50ଟା ଭାବନା ଆସେ, ତାହେଲେ ସବୁ ଭାବନାକୁ ଆମେ ସେୟା ଭାବିବା, ମୁଁ ସେ ହିଁ ଭାବନା, ତାହେଲେ ଆମର ଯେଉଁ ବ୍ୟକ୍ତିତ୍ୱ, ଆମର ଯେଉଁ ଅସ୍ତିତ୍ୱ 50 ପ୍ରକାର ହେଇଯାଉଛି, 50ଟା ରୂପ ନେଇଯାଉଛି। ଏଇନା ହଁ, ଏଇନା ନାହିଁ, ଏଇନା ସନ୍ଦେହ। ତେଣୁକରି ଆ ଭିତରେ ଯେଉଁ 50 ପ୍ରକାର ଭାବନା ଆସୁଛି, ଏଇ ଭାବନା ଭିତରୁ ମୁଁ କିଏ, କେଉଁଟା ସତ ଭାବନା, ତାକୁ ଆମେ ପରୀକ୍ଷା କେମିତି କରିବା? ସବୁ ଭାବନା ନିଜର ଲାଗୁଛନ୍ତି, ସବୁ ଭାବନା ହିଁ ମୁଁ ବୋଲି ମନେ ହୁଏ। ବାସ୍ତବରେ ଆମେ ସେସବୁ ନୁହନ୍ତି। କାରଣ ଗୋଟିଏ ସ୍ୱଚ୍ଛ ଦର୍ପଣ ନିକଟରେ ଯାହା ଆମେ ଥୋଇଦେବା ବା ଗୋଟିଏ ସ୍ୱଚ୍ଛ ଦର୍ପଣ ସାମ୍ନାରେ ଯିଏ ଗତି କରିବ, ତାହାର ରୂପ, ତାର ଛବି ସେ ଦର୍ପଣ ଗ୍ରହଣ କରିନିଏ। ଏଥିରୁ ପ୍ରମାଣିତ ଯେ ଦର୍ପଣ ଛବି ନୁହେଁ। ବଡ଼ ଗଭୀର କଥା ଆଜ୍ଞା, ବୁଝନ୍ତୁ ଆପଣ। କାରଣ ଆଧ୍ୟାତ୍ମିକ ଜିନିଷ ଅତି ସୂକ୍ଷ୍ମ। ସେତିକି ସ୍ଥିରତା ନହେଲେ ବୁଝି ହେବ ନାହିଁ। ତେଣୁ ଆତ୍ମତତ୍ତ୍ୱ ଯିଏ ଜାଣନ୍ତି, ଗଭୀର ଧ୍ୟାନସ୍ଥ ଅବସ୍ଥାରେ, ଏକାନ୍ତ ଅବସ୍ଥାରେ, ମୌନରେ ଜାଣନ୍ତି। ଯେଭଳି ଭାବରେ ଅତି ଗୂଢ଼ ବିଷୟ, ସେ ଆପଣଙ୍କର ସାଇନ୍ସ ହେଉ ବା ମ୍ୟାଥମେଟିକ୍ସ ହେଉ, କେମିତି ଜାଣନ୍ତି? ସେତିକି ସ୍ଥିରତା ନ ଆସିଲେ, ସେତିକି ଶ୍ରଦ୍ଧା ନ ଆସିଲେ ଆମେ ଜାଣିପାରନ୍ତି ନାହିଁ। ତେଣୁ ଯେଉଁ କଥା ମୁଁ କହୁଥିଲି, ସେଇ ସ୍ୱଚ୍ଛ ଦର୍ପଣ ଆଗରେ ଯେଉଁ ବସ୍ତୁ ଥୋଇଦେବା ବା ସେ ଯେଉଁ ବସ୍ତୁ ବା ଯେଉଁ ପଦାର୍ଥ ତା ଆଗରେ ବା ଜୀବ ସେ ଆଗରେ, ସେ ଦର୍ପଣ ଆଗରେ ଗତି କରିବ, ତାହାର ଛବି, ତାହାର ରୂପ ସେ ଦର୍ପଣ ଗ୍ରହଣ କରିନେବ। ଗ୍ରହଣ କରିନିଏ ନା ନାହିଁ ଆଜ୍ଞା? ଗ୍ରହଣ କରିନିଏ। ଏଥିରୁ ପ୍ରମାଣିତ କ'ଣ ନା ସେ ଦର୍ପଣ ଛବି ନୁହେଁ। ଠିକ୍ ସେଇଭଳି ଭାବରେ ଆମେ ସ୍ୱୟଂ ସ୍ୱଚ୍ଛ। ତେଣୁ ଆମ ମସ୍ତିଷ୍କରେ ବା ମନରେ ଯେଉଁ ଛବି ସବୁ ଆସୁଛି, ସେ ଆମେ ନିଜକୁ ସେ ଭାବୁଛେ। ତା ଅର୍ଥ ଏଥିରୁ ପ୍ରମାଣିତ ଯେ ଆମେ ସେ ଭାବନା ନୁହେଁ, ଆମେ ସେ ଛବି ନୁହେଁ। କାରଣ ଆମେ ତ ଗ୍ରହଣ କରିଦେଉଛେ ନା। ଯେଭଳି ଭାବରେ ଦର୍ପଣ ନିଜେ ଛବି ନୁହେଁ, ସେ ସ୍ୱଚ୍ଛ। ସବୁ ଛବିକୁ ସେ ଗ୍ରହଣ କରିନିଏ। କାରଣ ନିଜର ଛବି ନାହିଁ ତାର। ନିଜର ଛବି ଥିବ, ସେ ଅନ୍ୟ ଛବିକୁ ଗ୍ରହଣ କରିପାରିବ ନାହିଁ। ତେଣୁ ଆମେ ଏଥିରୁ ପ୍ରମାଣିତ ଯେ
ଯେ କି ଯିଏ ଅନ୍ୟର ଛବି ଗ୍ରହଣ କରିପାରେ ସେ କେବେ ଛବି ନୁହେଁ, ସେ ସେତିକି ସ୍ପଷ୍ଟ ଥିବ, ସେତିକି ସ୍ୱଚ୍ଛ ଥିବ। ଯେପରି ଭାବରେ ଫିଲ୍ମ ହଲ୍ ଆମେ ଦେଖିଛେ ଯେଉଁ ପର୍ଦ୍ଦା ଥାଏ ଯେଉଁଥିରେ ପିକ୍ଚର ଦେଖାଯାଏ ସେ ପର୍ଦ୍ଦାଟି ଆଜ୍ଞା ସ୍ୱଚ୍ଛ ଧଳା, କିନ୍ତୁ ସେ ଧଳା ପର୍ଦ୍ଦା ଉପରେ ବିଭିନ୍ନ ପ୍ରକାର ରଙ୍ଗୀନ ଚିତ୍ର ଦେଖିବାକୁ ମିଳେ। ପ୍ରକୃତରେ ସେ ପର୍ଦ୍ଦା ରଙ୍ଗୀନ ନୁହେଁ, ସେ କଳା ନୁହେଁ କି ନାଲି ନୁହେଁ କି କିଛି ନୁହେଁ, ସେ ଧଳା ସ୍ୱଚ୍ଛ। ତେଣୁ ଆମ ମନ ଭିତରେ ବା ଯେଉଁ ଛବି ସବୁ ଆସୁଛି ମସ୍ତିଷ୍କରେ ଆସୁଛି, ଯେଉଁ ଭାବନା ସବୁ ଆସୁଛି, ଆମେ ସେ ଭାବନା ନୁହଁ, କିଛି ବି ଭାବନା ଆମେ ନୁହଁ, ନା ସତ୍ ଭାବନା ନା ଅସତ୍ ଭାବନା। ଯେତେ ପ୍ରକାର ଆମ ମନରେ ଥଟ୍ ଆସୁଛି ବା ସନ୍ଦେହ ଆସୁଛି ବା କୌଣସି ଚିନ୍ତା ଆସୁଛି, ସେ ଆମେ ସବୁ ନୁହନ୍ତି, ଆମେ ସେଗୁଡ଼ା କିଛି ନୁହନ୍ତି। ଯଦି ଆମେ ତା ଭିତରେ ଗୋଟିଏକୁ ବାଛିବା ତାହେଲେ ଦ୍ୱନ୍ଦ୍ୱରେ ପଡ଼ିଯିବା, ଅଜ୍ଞାନତାରେ ପଡ଼ିଯିବା, ଅସୁଖରେ ପଡ଼ିଯିବା, ସମସ୍ୟାରେ ପଡ଼ିଯିବା। ଆମେ ସେ ନୁହନ୍ତି। ତେଣୁ ଆମେ କ'ଣ ତାହେଲେ ନା ଦ୍ୱନ୍ଦାତୀତ। ଦ୍ୱନ୍ଦ୍ୱ କାହାକୁ କୁହନ୍ତି ନା ଦୁଇକି ଦ୍ୱନ୍ଦ୍ୱ କୁହନ୍ତି। ସୁଖ ଦୁଃଖ ଭଲ ମନ୍ଦ ସ୍ୱାମୀ ସ୍ତ୍ରୀ ସବୁ ଦୁଇ ଦୁଇ ଦିନ ରାତି ଦ୍ୱନ୍ଦ୍ୱ କୁହନ୍ତି। ଦ୍ୱନ୍ଦାତୀତ କିଏ ହେବ? ଦ୍ୱନ୍ଦ୍ୱ ଉପରକୁ କିଏ ଉଠିବ? ଦ୍ୱନ୍ଦ୍ୱ ପୂର୍ବରୁ କିଏ ଉଠିବ? ସେଇଭଳି ଭାବରେ ଜ୍ଞାନ ଅଜ୍ଞାନ। ତେଣୁକରି ଯେଉଁମାନେ ଜାଣନ୍ତି ଆତ୍ମତତ୍ତ୍ୱ ବା ମନୀଷୀଗଣ କହିଛନ୍ତି ଆତ୍ମା ନା ସତ୍ୟ ନା ଅସତ୍ୟ, ନା ସେ ଦିନ ନା ସେ ରାତି, ନା ସେ ପୁରୁଷ ନା ସେ ସ୍ତ୍ରୀ, ଏଇଭଳି ଭାବରେ ସେ କହିଛନ୍ତି। ପ୍ରକୃତରେ ଆମେ ଜ୍ଞାନ ନା ଅଜ୍ଞାନ? ଦୁଇଟାରୁ ଉର୍ଦ୍ଧ୍ୱ ଯିଏ ସେ ତତ୍ତ୍ୱ ହେଲେ ସେ ପିଓର ଚେତନା। ସେ ଜାଣନ୍ତି, ଖାଲି ସବୁକିଛି ଜାଣନ୍ତି, କିନ୍ତୁ ଯଦି କିଛି ଦୃଶ୍ୟ ନ ଆସିବ କିଛି ଜାଣିପାରିବେନି। କିଛି ଦୃଶ୍ୟ ତ ଆଗକୁ ନ ଆସିବ, ଦର୍ପଣ ଆଗକୁ ଯଦି କିଛି ଦୃଶ୍ୟ ଆସିବନି ସେ କ'ଣ ଦେଖିବେ? କିଛି ଦେଖିବନି, ସ୍ୱଚ୍ଛ ରୂପ ପରିଷ୍କାର ନିର୍ମଳ। ତେଣୁ ଏଇ ଯେଉଁ ମନ ରୂପକ ଯେଉଁ ଦୃଶ୍ୟ ସବୁ ଅଛି, ସେ ହେଲେ ସେ ସନ୍ଦେହ ହଉ ଅବିଶ୍ୱାସ ହଉ, ସେ କାହା ପାଇଁ ଆସିଛନ୍ତି? ଏ ଆତ୍ମା ପାଇଁ ଆସିଛନ୍ତି। କାରଣ ଆତ୍ମତତ୍ତ୍ୱ ନିଷ୍କ୍ରିୟ, ସେ ନିଜେ କିଛି କରିପାରିବେ ନାହିଁ, ନିଷ୍କ୍ରିୟ ନା। ଯେମିତି ଗୋଟିଏ ରଜା କିଭଳି ଭାବରେ ନିଜର ରାଜ୍ୟ ଶାସନ କରେ ନା ପ୍ରଜା ମାନେ ଆପଣଙ୍କର ଗୁପ୍ତଚର ଅଛନ୍ତି, ପରାମର୍ଶ ଦେବା ପାଇଁ ମନ୍ତ୍ରୀ ଅଛନ୍ତି, ମନ୍ତ୍ରିମଣ୍ଡଳ ଅଛନ୍ତି, ସୈନ୍ୟ ସାମନ୍ତ ଅଛନ୍ତି, ହଁ ନାହିଁ, ସେନାପତି ଅଛନ୍ତି। ତେଣୁ ସେ କିଛି ଗୋଟିଏ ବିଷୟ ବା ଗୋଟିଏ ପଦକ୍ଷେପ ବା ଆକ୍ରମଣ କରିବାକୁ ହେଲେ ସେସବୁ ପରାମର୍ଶ କରନ୍ତି। ସେନାପତିର ପରାମର୍ଶ ନିଅନ୍ତି, ମନ୍ତ୍ରିମଣ୍ଡଳର ପରାମର୍ଶ ନିଅନ୍ତି, ଗୁପ୍ତଚରର ପରାମର୍ଶ ନିଅନ୍ତି, ପରେ ଡିସିସନ୍ ନିଅନ୍ତି। ଠିକ୍ ସେଇଭଳି ଭାବରେ ଆମ ମସ୍ତିଷ୍କରେ ବା ଆମ ଶରୀରରେ ସେଇଭଳି ପ୍ରକାର କାର୍ଯ୍ୟକ୍ରମ ଘଟେ। ଏଠି ମନ ବୁଦ୍ଧି ଅହଙ୍କାର ଆପଣଙ୍କର ବିବେକ ସବୁକିଛି ଅଛନ୍ତି। ଏସବୁ ତାଙ୍କ ଭିତରେ ଯେଉଁ ଗୋଟିଏ ବାର୍ତ୍ତାଳାପ ଚାଲେ, ଗୋଟେ ଡିସ୍କସନ୍ ଚାଲେ, ତା ଭିତରୁ ଯେଉଁଟା ବାହାରେ ସତ୍ୟ ଜିନିଷ ସେ ଅନୁସାରେ କାର୍ଯ୍ୟ ହୁଏ। ସର୍ବୋପରି ସେ ରାଜା ଯେ ଡିସିସନ୍ ନେଉଛନ୍ତି ସିଏ ନିଷ୍କପଟ ହେବା ଦରକାର, ସ୍ଥିର ହେବା ଦରକାର। କାରଣ ବେଳେବେଳେ ମନ୍ତ୍ରୀମାନେ ବା ଅନ୍ୟ ଗୁପ୍ତଚରମାନେ ଷଡ଼ଯନ୍ତ୍ର ବି କରିପାରନ୍ତି। ତେଣୁ ରାଜାକୁ ବି ନିଜ ପ୍ରତି ସଚେତନ ହେବାକୁ ପଡ଼ିବ। ଏ ସବୁବେଳେ ଏ ମନ୍ତ୍ରୀମାନଙ୍କ କଥା ଉପରେ ଆଖି ବୁଜିକି ବିଶ୍ୱାସ କରିବାକୁ ପଡ଼ିବ ନାହିଁ, ନିଜସ୍ୱ ଜ୍ଞାନ ବି ରଖିବା ଦରକାର। ସେ ସୁପର ଚେତନା, ସେ ସୁପର ରଜା ନା, ସର୍ବୋପରି ସିଏ। ତେଣୁ ଚୈତନ୍ୟ ଯିଏ ଆମ ଭିତରେ ଅଛନ୍ତି ବା ଆମେ ସ୍ୱୟଂ, ଏ ଯେଉଁ ଇନ୍ଦ୍ରିୟମାନେ ସବୁ ରହିଲେ ବିଭିନ୍ନ ପ୍ରକାର ଇନଫର୍ମେସନ୍ ଆଣୁଛନ୍ତି, ଏ ଅମୁକ ସୁଖ ସମୁକ ସୁଖ, ଆଜି ଏ ବିପଦ, ଆଜି ଏ ସୁଖ କାଲି ଏ ଦୁଃଖ, ଏସବୁ ଆଣୁଛନ୍ତି।
ବା ଭବିଷ୍ୟତ ବିଷୟରେ ଯିଏ ସତର୍କ କରାଉଛନ୍ତି, ଏ ସବୁଯାକ ସତ କହୁଛନ୍ତି ତାହାର ଗ୍ୟାରେଣ୍ଟି ନାହିଁ। ଭ୍ରମାତ୍ମକ ଭୁଲ ତଥ୍ୟ ବି ଦିଅନ୍ତି ଇନ୍ଦ୍ରିୟମାନେ। ତେଣୁକରି ତାକୁ ଜାଣିବା ପାଇଁ ହେଲେ ନିଜକୁ ସଚେତନ ହେବାକୁ ପଡ଼ିବ, ନିଜ ସ୍ୱରୂପରେ ଜାଗ୍ରତ ହେବାକୁ ପଡ଼ିବ। ଯଦି ସେଇ ଦର୍ପଣଟି ନିଜକୁ ଜାଣିଯାଏ ଯେ କି ମୁଁ ସ୍ୱଚ୍ଛ, ଭାବିଲେ ସେ ଦର୍ପଣଟି ସିନା ଜଡ଼, ଯଦି ତାକୁ ଚେତନତା ଦିଆଯାଏ ତାହେଲେ ସେ କ'ଣ ନିଜକୁ ଭାବେ, କେତେ ଆନନ୍ଦିତ ଆଜ୍ଞା ହେବ। ଦର୍ପଣ କହିବ ଆରେ ମୋର କିଛି ନାହିଁ, ମୋର କୌଣସି ରୂପ ନାହିଁ କି ରଙ୍ଗ ନାହିଁ, ମୁଁ ସବୁ ରୂପକୁ ଧାରଣ କରିପାରେ, ନାହିଁ ଆକାର ମୋର, ମୁଁ ସବୁ ଆକାରକୁ ଧାରଣ କରିପାରେ। ଠିକ୍ ସେଇ ଦର୍ପଣର ସ୍ୱରୂପ ହେଲା ଆମର, ବା ସେଇ ଫିଲ୍ମ ହଲ୍ରେ ଥିବା ଯେଉଁ ପର୍ଦ୍ଦାର ସ୍ୱରୂପ ହେଲା ଆମେ ସ୍ୱୟଂ, ଆମେ ଚୈତନ୍ୟ। କୌଣସି ନିର୍ଦ୍ଦିଷ୍ଟ ରୂପ ନାହିଁ, ଆମେ ରୂପ ବର୍ଜିତ, ସ୍ୱଚ୍ଛ। ଆମେ କୌଣସି ଭାବନା ନୁହନ୍ତି, କାରଣ ଆପଣ ଭାବିବେ ମୁଁ ଏଇ ଭାବନା ନା ସେ ଭାବନା, ମୁଁ ସତ ନା ସତ। ଏହି ପରିପ୍ରେକ୍ଷୀରେ ଗୋଟେ ଗପ ମନେ ପଡ଼େ। ଥରେ ଗୋଟେ ରାଜା ମନ୍ତ୍ରୀମାନଙ୍କୁ ଡାକିଲେ ବା ଜ୍ଞାନୀମାନଙ୍କୁ ଡାକିଲେ, ତାଙ୍କ ରାଜ୍ୟରେ ଢିଣ୍ଡିମ ପିଟିଲେ, ବାଜା ବଜେଇକି ପ୍ରଚାର କରିଦେଲେ। କହିଲେ ମୋ ମନରେ ଗୋଟେ ପ୍ରଶ୍ନ ଅଛି, ଯିଏ ତାର ସମାଧାନ କରିପାରିବ ମୁଁ ତାକୁ ପୁରସ୍କୃତ କରିବି। ସବୁ ଜ୍ଞାନୀ ମାନେ ଆସିଲେ, ରାଜ୍ୟ ସାରା ଜ୍ଞାନୀ ଆସିଲେ। ରାଜା ଗୋଟିଏ ଅଦ୍ଭୁତ ପ୍ରଶ୍ନ ପଚାରିଲେ, ଇଏ ସତ୍ୟ ନା ସିଏ ସତ୍ୟ? ଏହାର ଉତ୍ତର କେହି ବୁଝିପାରିଲେନି, ଦେଇପାରିଲେନି। ପ୍ରଶ୍ନଟା ଠିକ୍ସରେ ବୁଝିପାରିଲେନି। ବିଭିନ୍ନ ପ୍ରକାର ଶାସ୍ତ୍ର ଆଲୋଚନା କରି ବିଭିନ୍ନ ପଣ୍ଡିତମାନେ କହିଲେ, କିନ୍ତୁ ରାଜାଙ୍କୁ ସନ୍ତୁଷ୍ଟତା ମିଳିଲା ନାହିଁ। ଶେଷରେ ଜଣେ ଆତ୍ମଜ୍ଞାନୀ ଆସିଛନ୍ତି ଏବଂ ସେଇ ପ୍ରଶ୍ନର ସଠିକ୍ ଉତ୍ତର ଦେଇଛନ୍ତି। ଆପଣ ଏ ଗପଟା ଶୁଣିଥିବେ, ଫିର୍ ବି କହୁଛି। ତେଣୁ ସେ କହିଛନ୍ତି ନା ଇଏ ସତ୍ୟ ନା ସିଏ ସତ୍ୟ, ଦୁଇଟାଙ୍କ ମିଥ୍ୟା। ରାଜା କହିଲେ କେମିତି? ତାହେଲେ ମୁଁ କେଉଁ ସ୍ୱପ୍ନ ଦେଖିଛି? ସେ ଆତ୍ମଜ୍ଞାନୀ କହିଲେ ଯେ କି ଆପଣ କିଛି ଦିନ ତଳେ ଶୋଇଥିଲେ ଆଉ ସ୍ୱପ୍ନ ଦେଖିଲେ ଯେ ଆପଣ ଭିକାରୀ ହେଇଛନ୍ତି, ଭିକ ମାଗୁଛନ୍ତି। ତ ଆପଣ ନିଦ ଯେତେବେଳେ ଭାଙ୍ଗିଲା, ତ ଆପଣ ଭାବିଲେ ପ୍ରକୃତିରେ ଆପଣ ରଜା, କିନ୍ତୁ ସ୍ୱପ୍ନରେ ଭିକ ମାଗୁଛନ୍ତି। ତାହେଲେ ସତ ତାହେଲେ କ'ଣ? ସେ ଭିକାରୀ ଅବସ୍ଥା ସତ ନା ବର୍ତ୍ତମାନ ଯେଉଁ ରାଜ ପଦବୀରେ ଅଛି ବା ରଜା ଅଛି ଇଏ ସତ୍ୟ? ତେଣୁ ଆପଣ ଏହାକୁ ଲକ୍ଷ୍ୟ କରିକି ଆକ୍ଷେପ କରି କହିଛନ୍ତି ଇଏ ସତ୍ୟ ନା ସିଏ ସତ୍ୟ? ସ୍ୱପ୍ନରେ ଯେଉଁ ରୂପ ଦେଖିଥିଲି, ଯେଉଁ ଅବସ୍ଥା ହେଇଥିଲା ମୋର, ସେଇଟା ସତ୍ୟ ନା ବର୍ତ୍ତମାନ ଯେଉଁ ଅବସ୍ଥାରେ ଅଛି, ଜାଗ୍ରତ ଅବସ୍ଥାରେ ଯେଉଁ କାର୍ଯ୍ୟ କରୁଛି ଇଏ ସତ୍ୟ? ତେଣୁ ସେ ଆତ୍ମଜ୍ଞାନୀ ଜଣକ କହିଥିଲେ ଦୁଇଟାଙ୍କ ମିଥ୍ୟା, ନା ଆପଣ ଭିକାରୀ ନା ଆପଣ ରଜା। ତେଣୁ ରଜାଙ୍କର ଆତ୍ମଜ୍ଞାନ ସେଠି ଅଛି, ସେ ତାଙ୍କୁ ଗୁରୁ ବରଣ କରିଛନ୍ତି, ସତ୍ୟର ପରିଚୟ ପାଇଛନ୍ତି। ତାପରେ ସେଇଭଳି ଭାବରେ ଏ ସାରା ସଂସାରରେ ଆମେ କାହାକୁ ସତ୍ୟ କହିବା, କାହାକୁ ମିଥ୍ୟା କହିବା? କେହି ସତ୍ୟ ନୁହନ୍ତି, କେହି ମିଥ୍ୟା ନୁହନ୍ତି, କେହି ଭଲ ନୁହନ୍ତି କି କେହି ମନ୍ଦ ନୁହନ୍ତି। ସମୟ କ୍ରମେ ତା'ର ବ୍ୟବହାର ଅନୁଯାୟୀ ଭଲ ମନ୍ଦ ହେଇଯାଆନ୍ତି। ଯାହାକୁ ଆମେ ଭଲ କହୁଛେ କିଛି ଦିନ ପରେ ଖରାପ ହେଇଯାଆନ୍ତି, ଯାହାକୁ ଆମେ ଖରାପ କଥା କହୁଛେ ସିଏ ବି ଆମ କାର୍ଯ୍ୟରେ ଲାଗିଲେ ଭଲ କହନ୍ତି। ତେଣୁ ଭଲ ମନ୍ଦର ସଂଜ୍ଞା କିଛି ନାହିଁ। କ୍ରୋଧକୁ ଆମେ ଖରାପ କହୁଛନ୍ତି, କ୍ରୋଧ ବି ଭଲ ଆଜ୍ଞା। ଠିକ୍ ଉପାୟରେ ଆସିଲେ ଘୃଣାକୁ ଆମେ ଭଲ କହୁଛନ୍ତି ବା ମନ୍ଦ କହୁଛନ୍ତି, ଘୃଣା ବି ଆବଶ୍ୟକତା ଅଛି। ସମୟରେ ଅବସ୍ଥା ନେଇକି ଭଲ ମନ୍ଦ ଅଛନ୍ତି, କିନ୍ତୁ ପରମ ସତ୍ୟ କିଏ? ସେ ହେଉଛନ୍ତି ଆମେ ସ୍ୱୟଂ ନିଜକୁ ନିଜେ। ତେଣୁ ମନ ଶାନ୍ତ ହେବନି। ମନର ଅନ୍ୟ ନାମ ଅଶାନ୍ତ। ମନ ହେଉଛି ଯିଏ ମାନେ ନା, କିଛି ମାନେ ନା, ସବୁଥିରେ ସନ୍ଦେହ କରେ,
ସେଟା ଦରକାର ଆଜ୍ଞା। କାରଣ ମନ ଯଦି ନଥାନ୍ତା ତାହେଲେ ଦୁନିଆରେ ଆଜି ଯେତେ ମଣିଷ ତିଆରି କରିଛି, ଯେଉଁ ବିଭାଗରେ ଯେତେ ଉନ୍ନତି କରିଛି କରିପାରିନଥାନ୍ତା। କାରଣ ସେ ଅଶାନ୍ତ ମନ ହିଁ ସବୁକିଛି ସୃଷ୍ଟି କରିଦେଇଛି। ଯଦି ସନ୍ତୁଷ୍ଟତା ଆସିଯିବ ତାହେଲେ ସୃଷ୍ଟି କିଛି ହେବନି, କିଛି ହେବନି। ସବୁ ମନର ଯେଉଁ ଭାବନା ଆସିଛି ସେ ଭାବନାର ସୃଷ୍ଟି ହେଇଛି, ଯେତେ ପ୍ରକାର ଦୁନିଆ ସୃଷ୍ଟି ହେଇଛି। ତେଣୁ ସନ୍ଦେହ ବା ଦ୍ୱନ୍ଦ୍ୱ ଆସିବା ଭଲ କଥା, କିନ୍ତୁ ଦ୍ୱନ୍ଦ୍ୱରେ ରହିଯିବା ଠିକ୍ ନାହିଁ। ଦ୍ୱନ୍ଦ୍ୱର ସମାଧାନ କରିବା ଦରକାର। ସେ ସମାଧାନ ଗୋଟିଏ ମାଧ୍ୟମ ନିଜକୁ ଜାଣିବା। ନିଜକୁ ଜାଣିବା ଆଜ୍ଞା କ'ଣ ଆମେ ସମସ୍ତେ ଜାଣିଛେ। ବେଳେବେଳେ କହନ୍ତି ଅଜଣା ଚାଉଳ ଭାତ ଖାଉଛି, କୁହନ୍ତିନି? ଆଜ୍ଞା ଯିଏ ଖାଉଛି ସେ ଜାଣିନି କେଉଁ ଚାଉଳ, ଅରୁଆ କି ଉଷୁନା, ସମସ୍ତେ ଜାଣନ୍ତି ନା ନାହିଁ। ତେଣୁ ଆମେ ଜାଣିଛେ ମୋ ମନ ଭିତରେ କ'ଣ ଅଛି, ମୁଁ ନିଜେ ଜାଣିଛି। ପ୍ରକୃତ ଅନ୍ତର୍ଯାମୀ କିଏ ଆଜ୍ଞା? ଅନ୍ତର କଥା ଯିଏ ଜାଣେ। ମୋ ଠାରୁ ଅଧିକ ମୋ ମନ କଥା କିଏ ଜାଣିପାରିବ? ଆପଣ ତ ଜାଣିପାରିବେନି ନା, ମୁଁ ଜାଣିଛି। ତ ଆପଣଙ୍କର ଅନ୍ତର କଥା ସବୁଠାରୁ ଅଧିକ କିଏ ଜାଣେ? ଆପଣ ଜାଣନ୍ତି। ତେଣୁ ପ୍ରତ୍ୟେକ ନିଜର ଅନ୍ତର୍ଯାମୀ, ନିଜ ଭିତର କଥା ଯିଏ ଜାଣେ, ଆମେ ସ୍ୱୟଂ ଆମେ ଜାଣିଛେ ଆମ ମନ ଭିତରେ କ'ଣ ଅଛି। ମୁଁ ପାପ କରୁଛି କି ପୁଣ୍ୟ କରୁଛି ଆମେ ଜାଣିଛେ। ଜାନାମି ଧର୍ମମ୍ ନ ଚ ପ୍ରବୃତ୍ତି ଜାନାମି ଅଧର୍ମ ଚ ନିବୃତ୍ତି। ଧର୍ମକୁ ମୁଁ ଜାଣିଛି, ସେଥିପ୍ରତି ମୋର ଆଗ୍ରହ ଆସୁନି, ସେଥିରେ ଅଗ୍ରଗତି ହେଉନି, ନୁହେଁ କି? ଅଧର୍ମକୁ ଜାଣିଛି, ସେଥିପ୍ରତି ମୁଁ ଦୃଷ୍ଟି ଫେରାଇ ଆଣିପାରୁନାହିଁ, ସେ ରାସ୍ତାରୁ ନିଜକୁ ଫେରାଇ ଆଣିପାରୁନାହିଁ। ତ ଏଇଭଳି ଭାବରେ ଦ୍ୱନ୍ଦ୍ୱ ମଣିଷ ରହୁଛି। ଏହାର କାରଣ ହେଉଛି ଏକାଗ୍ରତାର ଅଭାବ, ସାଧନାର ଅଭାବ, ସତ ଜ୍ଞାନର ଅଭାବ, ବା ସେଇଭଳିଆ ସଙ୍ଗ ସାଥୀ ବା ଗୁରୁଙ୍କର ଅଭାବ। ବିଭିନ୍ନ ପ୍ରକାର କାରଣ ଅଛି। ତେଣୁ ଯେ ପର୍ଯ୍ୟନ୍ତ ଆମେ ନିଜକୁ ଜାଣିନାହାନ୍ତି ସେ ପର୍ଯ୍ୟନ୍ତ ଆର ସମାଧାନ ନାହିଁ। ଦୁନିଆରେ କେହି ବି ଦେଇପାରିବେନି, କେହି ଦେଇପାରିବେନି, କୌଣସି ଶାସ୍ତ୍ର ବି ଦେଇପାରିବ ନାହିଁ। ନିଜକୁ ଜାଣିବାକୁ ପଡ଼ିବ ପ୍ରକୃତରେ ମୁଁ କ'ଣ। ମୋ ମନ ଭିତରେ ଆସୁଥିବା ଯେଉଁ ଭାବନା ଆସୁଛି, ଗୋଟେ ମିନିଟ୍କୁ 50ଟା ଭାବନା, ସେ ଭାବନା ଭିତରୁ ମୁଁ ସବୁଥିରେ ଯୋଡ଼ି ହେଇଯାଉଛି, ସବୁଥିରେ ମିଶି ଯାଉଛି। ପ୍ରକୃତରେ ମୁଁ ସବୁ ଭାବନା, ମୁଁ ସବୁ ସମ୍ପର୍କ, ନା ମୁଁ ସବୁ ସମ୍ପର୍କରୁ ଗୋଟିଏ ସମ୍ପର୍କ, ଗୋଟିଏ ଭାବନା, ନା ଇଏ କିଛି ବି ନୁହେଁ? ତ ଏଇଭଳି ଭାବରେ ପ୍ରଶ୍ନ କଲେ ନିଶ୍ଚିତ ରୂପରେ ଆପଣଙ୍କର ସତ୍ୟ ସ୍ୱରୂପ ପ୍ରକାଶିତ ହେବ। ଏ ଦିନକର କଥା ନୁହେଁ, ଲଗାତାର ଆଧିରେ ଏଇ ଭାବନା, ଏଇ ଶ୍ରଦ୍ଧା ଯଦି ଆପଣ ମନ ଭିତରେ ଉଙ୍କି ମାରୁଛି, ଭୋକ ଅଛି, ତାହେଲେ ନିଶ୍ଚିତ ମିଳିଯିବ, ସନ୍ଦେହ ନାହିଁ। ଯେଉଁଭଳି ଭାବରେ ଯଦି ଶୋଷ କରୁଛି, ନିଶ୍ଚିତ ରୂପରେ ଜଳର ଅସ୍ତିତ୍ୱ ଅଛି। ଯଦି ଜଳ ନଥାନ୍ତା ଶୋଷ କରନ୍ତାନି। ସେଇଭଳି ଭାବରେ ଯଦି ଭୋକ କରୁଛି, ନିଶ୍ଚିତ ରୂପରେ ଖାଦ୍ୟ ଅଛି, ନହେଲେ ଖାଦ୍ୟ ନଥିଲେ ଭୋକ କରନ୍ତାନି। ତେଣୁ ମନ ଅଶାନ୍ତ ହେଉଛି ବା ଆମେ ସ୍ୱୟଂ ଅଶାନ୍ତ ହେଉଛି, ତା ଅର୍ଥ ଶାନ୍ତି ନିଶ୍ଚିତ ଅଛି। ଆମେ ଅସତ୍ୟରେ ଅଛେ, ଦ୍ୱନ୍ଦ୍ୱରେ ଅଛେ, ସନ୍ଦେହରେ ଅଛି, ଏହା ଅର୍ଥ ନିଃସନ୍ଦେହ କିଛି ଜିନିଷ ଅଛି, ସତ୍ୟ କିଛି ଜିନିଷ ଅଛି, ସ୍ଥିରତା କିଛି ଜିନିଷ ଅଛି, ନହେଲେ ଏଇ ଯେଉଁ ଅସ୍ଥିରତା ହୁଅନ୍ତା ନାହିଁ। ତେଣୁ ସମସ୍ୟା ଅଛି ମାନେ ସମାଧାନ ଅଛି। ତେଣୁ ଆମ ଭିତରେ ଯେଉଁ ଆମେ ସ୍ୱୟଂ ନିଜକୁ ନିଜେ ପିଲାବେଳରୁ ଯେବେଠାରୁ ଆମର ହେତୁ ହେଲାଣି, ଆମେ ଜାଣିବାର ହେଲେଣି, ସେବେଠାରୁ
ଆମ ଭିତରେ କ'ଣ ଅପରିବର୍ତ୍ତନୀୟ ତତ୍ତ୍ୱ ଅଛି? ସେ ହେଉଛି ମୁଁ, ସେ ଚୈତନ୍ୟ। ମୁଁ ତ ସବୁଥିରେ ମିଶିଯାଏ। ପ୍ରକୃତ ମୁଁ, ସ୍ୱଚ୍ଛ ମୁଁ, ଯେଉଁ ଚେତନାଟା ଥିଲା ମୁଁ, କାରଣ ସେ କେବେ ବି ପରିବର୍ତ୍ତନ ହେଇନି। ସେ ସବୁ ଜାଣିଛି। ମୁଁ ପିଲାବେଳେ ଥିଲି, ପିଲାବେଳ ହେଇଥିଲା, ମୋର କୋମଳ ଅଙ୍ଗ ଥିଲା, ହଁ କି ନାହିଁ? ଖେଳ ଏମିତି ସାଙ୍ଗସାଥି ତ ଖେଳୁଥିଲି। ତାପରେ ଯୌବନ ପ୍ରାପ୍ତ ହେଲି, ସ୍ତ୍ରୀ ସହିତ ମୋ ସମ୍ପର୍କ ହେଲା ବା ପରିବାର ଗଠନ କଲି। ଏବେ ମୁଁ ବୃଦ୍ଧା ଅବସ୍ଥା ହେଲେଣି, ମୋ ଚୁଟି ପାଚିଲାଣି, ଦାନ୍ତ ପଡ଼ିଲାଣି, ଚର୍ମ ଧଡ଼ ଧଡ଼ ହେଲାଣି, ଧୁଡ଼କି ଗଲାଣି, ନାଇଁ କି? ଏସବୁ ଜିନିଷ ଜାଣୁଛି କିଏ? ସେ ଗୋଟିଏ ଚେତନା ଜାଣୁଛି। କିନ୍ତୁ ଶରୀର ପରିବର୍ତ୍ତନ ହେଇଯାଉଛି, ଗୋଟିଏ ଶରୀର ରହୁନି। 7 ବର୍ଷରେ ସମ୍ପୂର୍ଣ୍ଣ ବଦଳି ଯାଉଛି। ଗୋଟେ ଶରୀର ସମ୍ପୂର୍ଣ୍ଣ ବଦଳି ଯାଉଛି। ପୁରୁଣା ଜୀବକୋଷ ଗୁଡ଼ା ମରିଯାଉଛନ୍ତି, ନୂତନ ଜୀବକୋଷ ଆସୁଛନ୍ତି। ତେଣୁ ଗୋଟିଏ ତତ୍ତ୍ୱ ବଦଳୁନି, ସେ ହେଉଛି ମୁଁ। ସେ ସେମିତି ଅଛି। ସବୁ ଶୈଶବ, କିଶୋର, ଯୌବନ, ବୃଦ୍ଧାବସ୍ଥାକୁ ଯିଏ ଦେଖେ, ଯିଏ ଅନୁଭବ କରେ, ଯିଏ ଜାଣେ, ସେ ହେଉଛନ୍ତି ଚୈତନ୍ୟ। ସେ ଆମେ ସ୍ୱୟଂ, ଆମେ ଚିରନ୍ତନ, ଅନାଦି ଅନନ୍ତ। ତ ଏଇ ଯେଉଁ ତାର ନିଜର ଅନାଦି ଅନନ୍ତ ଅମୃତମୟ ତତ୍ତ୍ୱ, ନିଜକୁ ନିଜେ ଅବିନାଶୀ ତତ୍ତ୍ୱ, ଯେତେବେଳେ ସେ ପ୍ରକୃତରେ ନିଜକୁ ଜାଣିବ, ତାହେଲେ ସେ ସ୍ଥିରତା ତା ଭିତରେ ଆସିବ, ନହେଲେ ଆସିବ ନାହିଁ। ଯେ ପର୍ଯ୍ୟନ୍ତ ସିଏ ଅନ୍ୟ ବସ୍ତୁ ଠାରୁ ଆନନ୍ଦ ପାଇବା ପାଇଁ ଚାହୁଁଥିବ, ଭୋକ ଥିବ, ସେ ପର୍ଯ୍ୟନ୍ତ ସେ ସ୍ଥିରତା ଆସିବ ନାହିଁ, ସେ ଭୋକ ମେଣ୍ଟିବ ନାହିଁ। ନିଜକୁ ନିଜେ ଜାଣିଲା ପରେ ସେ ସ୍ଥିରତା ଆସିବ, ସେ ଭଲ ପାଇବା ଆସିବ, ସେଇ ନିଷ୍କପଟତା ଆସିବ, ସେଇ ସାହସ ଆସିବ, ସେ ବିଶ୍ୱାସ ଆସିବ, ସେ ଶାନ୍ତି ଆସିବ, ସେ ଦୟା ଆସିବ, ସେ କ୍ଷମା ଆସିବ, ସବୁକିଛି ଆସିବ। କାରଣ ସିଏ ଅନ୍ୟ ଭିତରେ କିଛି ଫରକ ନାହିଁ। ସୁନା ଭିତରେ ଫରକ ନାହିଁ, କିନ୍ତୁ ସୁନାର ଯେତେବେଳେ ଅଳଙ୍କାର ହେଇଯାଏ, ଫରକ ଆସିଯାଏ। କିଏ କାନର ହେଇଯାଏ, କିଏ ନାକର ହେଇଯାଏ, କିଏ ଗୋଡ଼ର ହେଇଯାଏ, କିଏ ହାତର ହେଇଯାଏ। ଅଳଙ୍କାର ହେଇଯାଆନ୍ତି ନା, ଅଳଙ୍କାର ଫରକ ଆସିଯାଏ, ତାଙ୍କର ଗଢ଼ଣରେ ଫରକ ଆସିଯାଏ। କିନ୍ତୁ ବାସ୍ତବିକ ସେ ସୁନା ଗୋଟିଏ। ନାକରେ ଯେଉଁ ସୁନା ପିନ୍ଧନ୍ତି ସେଇ ସୁନା, କାନରେ ଯେଉଁ ସୁନା ପିନ୍ଧନ୍ତି ସେଇ ସୁନା, ହାତରେ ଯେଉଁ ସୁନା ପିନ୍ଧନ୍ତି ତାର ଆକାର ପ୍ରକାର ଅଲଗା ହେଇପାରେ, ସେ ସୁନା। ତେଣୁ ଆମେ ସମସ୍ତେ ଗୋଟିଏ ଚେତନା, ଗୋଟିଏ ସ୍ୱରୂପ, ସଚ୍ଚିତ୍ ଆନନ୍ଦ, ସତ୍ୟ। କାରଣ ତିନି କାଳରେ ଆମେ ଅଛେ। ଜୀବନକୁ ନେବା, ବାଲ୍ୟାବସ୍ଥାରେ ଅଛେ, ଯୌବନ ଅଛେ, ବୃଦ୍ଧା କାଳରେ ରହିଥିବା, ଅତୀତରେ ଅଛେ, ବର୍ତ୍ତମାନ ଅଛେ, ଭବିଷ୍ୟତରେ ରହିବା। ଚୈତନ୍ୟ ସତ୍ୟ ରହିଲେ ଚେତନ ଯୁକ୍ତ। କାହିଁ ଚେତନ ନା, ଆମେ ଜାଣୁ ନା, ଅଚେତନ ନୁହେଁ, ଆମେ ସମସ୍ତେ ଜାଣୁ, ଅନୁଭବ କରୁ, ଭଲ କ'ଣ, ମନ୍ଦ କ'ଣ, ସତ କ'ଣ, ଅସତ କ'ଣ, ସୁଖ କ'ଣ, ଦୁଃଖ କ'ଣ, ସନ୍ଦେହ କ'ଣ, ସବୁ ଜାଣୁ ନା। ଚୈତନ୍ୟ ଜଡ଼ ଜାଣିପାରେ ନାହିଁ, ନିଜ ଅସ୍ତିତ୍ୱ ଜ୍ଞାନତା ନାହିଁ, କିନ୍ତୁ ଆମର ଅଛି। ଆମେ ଚୈତନ୍ୟ, ଚେତନା, ଆନନ୍ଦ ଯୁକ୍ତ। ଆଉ ନିଜକୁ ଜାଣିଲା ପରେ ଆନନ୍ଦ ନାହିଁ, ମୋତେ କେହି ମାରିପାରିବେନି, ମୋର ମୃତ୍ୟୁ ନାହିଁ, ଏଇଟା ଆନନ୍ଦ। ଆଉ ଆନନ୍ଦ କହିପାରନ୍ତି, ଆପଣ ଯାହା କହିପାରନ୍ତି। ତେଣୁକରି ଯେତେବେଳେ ଆମେ ନିଜକୁ ନିଜେ ଜାଣିନେ, ତ ନିଜକୁ ଜାଣିବା ପାଇଁ ସନ୍ଦେହ ଆସିବା ନିହାତି ଦରକାର, ଏବଂ ଆମ ଜୀବନ ଦୁଃଖମୟ ହେବା ନିହାତି ଦରକାର। କାରଣ ଦୁଃଖ ନ ଆସିଲେ ଅସଲି କଥା ବା ପ୍ରକୃତ ଅସ୍ତିତ୍ୱ ଯାହାର ଜାଣିପାରିବା ନାହିଁ। ଯେଭଳି ଭାବରେ ଯଦି କଣ୍ଟାଟା ଗୋଡ଼ରେ ପଶିଛି, ଯଦି ବିନ୍ଧା ଛିଟିକା ନ ହେବ, ଆମେ ସେ କଣ୍ଟା କାଢ଼ିବାନି, ସେ ମାଛିଆଖିଆ ହେଇଯିବ ବା ତା ମାଂସ ବଢ଼ିକି କିଛି ଆମର ବଡ଼ କ୍ଷତି କରିପାରିବ। ତେଣୁ ଜୀବନରେ ଦୁଃଖ ଆସୁଛି, କଷ୍ଟ ଆସୁଛି, ନିଶ୍ଚିତ ରୂପରେ ଆର ମୁକ୍ତିର ବାଟ ଆମେ ଖୋଜିବା। ଯଦି ନ ଆସିବ, ମୁକ୍ତିର ବାଟ ଖୋଜିବାନି। ଦୁଃଖ ସୁଖ ଆସିବା, ଦୁଃଖ ଆସିବା ନିହାତି ଦରକାର, ଧୋକା ଖାଇବା ନିହାତି ଦରକାର, ଅପମାନିତ ହେବା ନିହାତି ଦରକାର। ହେଲା ପରେ ଆମେ ଜାଗ୍ରତ ହେବା, ପ୍ରକୃତରେ କ'ଣ
ଯାହାକୁ ଅନ୍ଧ ଭାବରେ ବିଶ୍ୱାସ କରୁଛି, ଯେଉଁ ସମ୍ପର୍କକୁ ଅନ୍ଧ ଭାବରେ ବିଶ୍ୱାସ କରୁଛି, ତ ଇଏ ସତ୍ୟ ନୁହେଁ, ସତ୍ୟ କିଛି ଅନ୍ୟ କିଛି। ତାହେଲେ ଯାଇ ଆପଣ ଜାଗ୍ରତ ହେବେ ଏବଂ ନିଜର ବାସ୍ତବିକ ରୂପକୁ ଜାଣିପାରିବେ। ଯାହାକୁ ଜାଣିଲା ପରେ ଆପଣ କେହି ସଂସାରରେ କେହି ଦୁଃଖୀ କରିପାରିବେ ନାହିଁ, ଆପଣ କେହି ଧୋକା ଦେଇପାରିବେ ନାହିଁ, ଆପଣଙ୍କୁ କେହି ପ୍ରତାରିତ କରିପାରିବେ ନାହିଁ। ସେତେବେଳେ ଆପଣ କହିପାରିବେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ସେ ନିୟମକୁ ଜାଣିଯିବେ। ଏ ସାରା ସଂସାର ଦୁଃଖିତ ସୁଖୀ ହେଲେ ମୁଁ ସୁଖୀ ହେବି ନିଶ୍ଚିତ ରୂପରେ। ଅନ୍ୟମାନଙ୍କ ହିତରେ ଆପଣଙ୍କ ହିତ ହେବ, କାରଣ ଅନ୍ୟମାନେ ନୁହନ୍ତି କେହି ଅନ୍ୟ, ଆପଣ ହିଁ ସେଇ। ତାଙ୍କମାନଙ୍କ ପ୍ରତିଫଳନ ଆମ ଉପରେ ପଡ଼ିବ। ସମାଜରେ ଯାହା ଘଟିବ ଗୋଟେ ବ୍ୟକ୍ତି ଉପରେ ତାହା ହିଁ ପ୍ରତିଫଳିତ ହେବ। ଏହି ନ୍ୟାୟକୁ ଜାଣିପାରିବେ। ତେଣୁ ଆପଣଙ୍କ ଆଡ଼ୁ ନିଜେ ପ୍ରଚେଷ୍ଟା କରିବେ, ମଙ୍ଗଳମୟ ଆପଣ ହେଇଯିବେ, ଶିବ ହେଇଯିବେ, ସଚ୍ଚିଦାନନ୍ଦମୟ ହେଇଯିବେ। ଆଧ୍ୟାତ୍ମିକ ଜଗତରେ ଆପଣଙ୍କର ଉନ୍ନତି ହେଉ। ଆପଣ ନିଜକୁ ଜାଣନ୍ତୁ। ଏହି ଶୁଭକାମନା କରି ବାଣୀକୁ ବିଶ୍ରାମ ଦେଉଛି। ସପ୍ରେମ ଜୟ ଜୀବ।